ଭାରତୀୟ ଦର୍ଶନ ଆଧାରିତ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କର ଜୀବନୀ ତାଙ୍କର କାର୍ଯ୍ୟଧାରା ଏବଂ ଏହି କ୍ରମରେ ମଣ୍ଡନ ମିଶ୍ରଙ୍କ ସହିତ ଶାସ୍ତ୍ରାର୍ଥ ପ୍ରସଙ୍ଗକ୍ରମେ ଆମେ ଆଲୋଚନା କଲେ 10 ଅବତାର ବିଷୟରେ। ସୁଧୀବୃନ୍ଦ, ଆମେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କର ଯେଉଁ ଶାସ୍ତ୍ରାର୍ଥ ହେଲା ସେ ବିଷୟରେ ସମ୍ୟକ ଧାରଣା ଆସିଲା ଏବଂ ଆମେ ଏହା ମଧ୍ୟ ଜାଣିଲେ ଯେ ସନାତନ ଧର୍ମର ପ୍ରତିଷ୍ଠା କରିବା ପାଇଁ, ସନାତନ ଧର୍ମକୁ ବ୍ୟାପ୍ତ କରିବା ପାଇଁ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଉଦ୍ୟମ କରିଥିଲେ। ସେଇଥିପାଇଁକି ସେ ଶାସ୍ତ୍ରାର୍ଥ କରୁଥିଲେ ଏବଂ ଭାରତ ସାରା ପରିଭ୍ରମଣ କରୁଥିଲେ। ଏହି ଅଧ୍ୟାୟରୁ ଆମେ ଆଲୋଚନା କରିବା ଯେ ଅଦ୍ୱୈତବାଦ ଯାହା ଆଦିଗୁରୁ ଶଙ୍କରାଚାର୍ଯ୍ୟ ସମଗ୍ର ଭାରତ ବର୍ଷରେ ତା'ର ପ୍ରଚାର ପ୍ରସାର କରୁଥିଲେ, ସନାତନ ଧର୍ମର ଯେଉଁ ବ୍ୟାପ୍ତି, ସନାତନ